ବନ୍ଧୁଗଣ, 10 ସବୁଠାରୁ ଶକ୍ତିଶାଳୀ ଧନୁର୍ଦ୍ଧର, ଯାହାରି ଶକ୍ତି ଆଗରେ ଦେବତାମାନେ ମଧ୍ୟ ନତମସ୍ତକ ହେଉଥିଲେ। ପୌରାଣିକ କାଳରେ ଧନୁର୍ଦ୍ଧର ତ ବହୁତ ହିଁ ଥିଲେ, କିନ୍ତୁ ଏପରି ଏକ ଧନୁର୍ଦ୍ଧର ଥିଲେ ଯାହାକୁ ଦେଖି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଏପରି ଏକ ଧନୁର୍ଦ୍ଧର ବି ଥିଲା ଯେ ନିଜର ବାଣ ମାଧ୍ୟମରେ ସମୁଦ୍ରକୁ ମଧ୍ୟ ଶୁଖାଇ ପାରୁଥିଲା, ଏବଂ ଏପରି ବି ଏକ ଧନୁର୍ଦ୍ଧର ଥିଲା ଯିଏ ଏକ କ୍ଷଣ ମଧ୍ୟରେ ସୃଷ୍ଟିର ବିନାଶ କରିପାରିଥାନ୍ତା। ସମସ୍ତଙ୍କ ପାଖରେ ଥିଲା ଗୋଟେ ଗୋଟେ ବଡ଼ ଦିବ୍ୟ ଅସ୍ତ୍ର, କିନ୍ତୁ ସର୍ବଶ୍ରେଷ୍ଠ ତ ସର୍ବଶ୍ରେଷ୍ଠ ହିଁ ହୋଇଥାଏ। ଶେଷରେ କିଏ ଥିଲା ସର୍ବଶ୍ରେଷ୍ଠ ଧନୁର୍ଦ୍ଧର? କ'ଣ ଅର୍ଜୁନ ସର୍ବଶ୍ରେଷ୍ଠ ଥିଲେ? ନାହିଁ କ'ଣ କର୍ଣ୍ଣ ସର୍ବଶ୍ରେଷ୍ଠ ଥିଲା? ଆପଣ କେବେ ବି ଭାବନ୍ତୁ, କିନ୍ତୁ ଆପଣ ଏହା ଅନୁମାନ କରିପାରିବେ ନାହିଁ କି କିଏ ପୌରାଣିକ କାଳରେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ। ତେବେ ଆସନ୍ତୁ ଜାଣିବା ପ୍ରାଚୀନ ଭାରତର 10 ସବୁଠାରୁ ଶକ୍ତିଶାଳୀ ଧନୁର୍ଦ୍ଧରଙ୍କ ବିଷୟରେ। ପ୍ରଥମେ ସବୁଠାରୁ ଦୁର୍ବଳ ଯୋଦ୍ଧାଙ୍କ ଠାରୁ ଆରମ୍ଭ କରିବା ଏବଂ ଏହାପରେ ସବୁଠାରୁ ଶକ୍ତିଶାଳୀ ଧନୁର୍ଦ୍ଧରଙ୍କ ବିଷୟରେ ଜାଣିବା। ବନ୍ଧୁଗଣ, ନମ୍ବର 10ରେ ଅଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟ। ଯେବେ ମହେନ୍ଦ୍ରଗିରି ପର୍ବତ ଉପରେ ଭଗବାନ ପରଶୁରାମ ନିଜର ସବୁକିଛି ବ୍ରାହ୍ମଣଙ୍କୁ ଦାନ କରୁଥିଲେ, ତେବେ ଦ୍ରୋଣାଚାର୍ଯ୍ୟ ପରଶୁରାମଙ୍କ ପାଖରେ ପହଞ୍ଚିଲେ ଏବଂ ଏହା ସହ ଦ୍ରୋଣାଚାର୍ଯ୍ୟ ତାଙ୍କଠାରୁ ସମ୍ପୂର୍ଣ୍ଣ ଦିବ୍ୟସ୍ତ୍ର ବିଷୟରେ ଜ୍ଞାନ ପ୍ରାପ୍ତି କଲେ। ଦ୍ରୋଣାଚାର୍ଯ୍ୟ ହିଁ ପାଣ୍ଡବ ଓ କୌରବଙ୍କୁ ଶସ୍ତ୍ର ଚଳାଇବାର ଶିକ୍ଷା ଦେଇଥିଲେ। କୁରୁକ୍ଷେତ୍ର ଯୁଦ୍ଧରେ ମଧ୍ୟ ପିତାମହ ଭୀଷ୍ମଙ୍କ ପରେ ଦ୍ରୋଣାଚାର୍ଯ୍ୟ ହିଁ କୌରବଙ୍କ ସେନାପତି ହୋଇଥିଲେ। ସେ ନିଜର ରଣନୀତି ମାଧ୍ୟମରେ ପାଣ୍ଡବମାନଙ୍କ ବଡ଼ ବିଧ୍ୱଂସ କରିଥିଲେ। ଯୁଦ୍ଧ ସମୟରେ 2 ଜଣ ଯେଉଁ ଚକ୍ରବ୍ୟୂହ ବନାଇଥିଲେ, ଏଥିରେ ହିଁ ଫସି ବୀର ଅଭିମନ୍ୟୁ ମାରା ଯାଇଥିଲେ। ଯେଉଁ ପର୍ଯ୍ୟନ୍ତ ଦ୍ରୋଣାଚାର୍ଯ୍ୟଙ୍କ ହାତରେ ଶସ୍ତ୍ର ରହିଥିବ, ତେବେ ତାଙ୍କୁ ପରାସ୍ତ କରିବା ଅସମ୍ଭବ ଥିଲା। ଏହି କାରଣରୁ ପାଣ୍ଡବମାନେ ତାଙ୍କୁ ଛଳରେ ମାରିବା ପାଇଁ ବିଭତ୍ସ ହୋଇଯାଇଥିଲେ। ନମ୍ବର 9ରେ ଅଛନ୍ତି ଅର୍ଜୁନ। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦୃଷ୍ଟିରେ ଅର୍ଜୁନ ଥିଲେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର। ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ନିଜର ସବୁ ଅସ୍ତ୍ରର ଜ୍ଞାନ ଦେଇଥିଲେ। ଅର୍ଜୁନଙ୍କ ଧନୁଷର ଝଙ୍କାର ମାଧ୍ୟମରେ ଶତ୍ରୁପକ୍ଷ ବହୁ ଭୟଭୀତ ହୋଇଯାଉଥିଲେ। ଅର୍ଜୁନଙ୍କ ପାଖରେ ଦେବତାଙ୍କ ସବୁ ଦିବ୍ୟାସ୍ତ୍ର ରହିଥିଲା। ଏହା ସହିତ ମହାଦେବଙ୍କୁ ପ୍ରସନ୍ନ କରି ଅର୍ଜୁନ ପଶୁପାତ୍ର ଅସ୍ତ୍ର ମଧ୍ୟ ପ୍ରାପ୍ତ କରିଥିଲେ। ଅର୍ଜୁନ 2 ହାତରେ ନିଜର ବାଣ ଚଳାଇ ପାରୁଥିଲେ। ଏହି କାରଣରୁ ତାଙ୍କୁ ସବ୍ୟସାଚୀ କୁହାଯାଉଥିଲା। ଦ୍ରୌପଦୀଙ୍କ ସ୍ୱୟଂବରରେ କର୍ଣ୍ଣକୁ ଛାଡ଼ି ସବୁ ଧନୁର୍ଦ୍ଧର ଯେଉଁଠାରେ ବିଫଳ ହୋଇଯାଇଥିଲେ, ସେଠାରେ ଅର୍ଜୁନ ବହୁତ ହିଁ ସୁବିଧା ଭାବରେ ଲକ୍ଷ୍ୟଭେଦ କରିପାରିଥିଲେ। ଖାଣ୍ଡବ ବନରେ ଅର୍ଜୁନ ଦେବରାଜ ଇନ୍ଦ୍ରକୁ ପରାସ୍ତ କରିଥିଲେ, ଯାହାପରେ କବଚ ରୂପୀ ରାକ୍ଷସମାନଙ୍କୁ ରାବଣ ମଧ୍ୟ ହରାଇ ପାରିନଥିଲା, କିନ୍ତୁ ତାଙ୍କୁ ଅର୍ଜୁନ ପରାସ୍ତ କରିଦେଇଥିଲେ। ନମ୍ବର 8ରେ ଅଛନ୍ତି ପିତାମହ ଭୀଷ୍ମ। ବନ୍ଧୁଗଣ, ପିତାମହ ଭୀଷ୍ମ ମାତା ଗଙ୍ଗାଙ୍କ ପୁତ୍ର ଥିଲେ। ଭୀଷ୍ମଙ୍କ ଗୁରୁ ସ୍ୱୟଂ ପରଶୁରାମ ଥିଲେ। ଥରେ ଗୁରୁ ପରଶୁରାମଙ୍କ ସହିତ ଭୀଷ୍ମଙ୍କ ବଡ଼ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ଭୀଷ୍ମ ଓ ଗୁରୁ ପରଶୁରାମ ପରସ୍ପରକୁ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ଚଳାଇବାକୁ ଲାଗିଲେ, କିନ୍ତୁ ଏହି ଯୁଦ୍ଧର କୌଣସି ପରିଣାମ ବାହାରୁ ନଥିଲା। ଶେଷରେ ଏହି ଯୁଦ୍ଧକୁ ରୋକିବା ପାଇଁ ଦେବତାମାନଙ୍କୁ ଆସିବା ପାଇଁ ପଡ଼ିଲା। ଯେବେ କୁରୁକ୍ଷେତ୍ରର ଯୁଦ୍ଧ ଆରମ୍ଭ ହେଲା, ତେବେ ଭୀଷ୍ମ କୌରବଙ୍କ ପ୍ରଥମ ସେନାପତି ହୋଇଥିଲେ। ଭୀଷ୍ମଙ୍କ ବାଣର ଆଗରେ ପାଣ୍ଡବଙ୍କ କୌଣସି ବି ଯୋଦ୍ଧା ବହୁ ସମୟ ଯାଏଁ ତିଷ୍ଠି ପାରୁନଥିଲେ। ଭଗବାନ ଶ୍ରୀକୃଷ୍ଣ ଏହି ଯୁଦ୍ଧରେ ଶସ୍ତ୍ର ନ ଉଠାଇବାର ପ୍ରତିଜ୍ଞା ନେଇଥିଲେ, କିନ୍ତୁ ଭୀଷ୍ମ ନିଜର ପରାକ୍ରମ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ନିଜର ପ୍ରତିଜ୍ଞାକୁ ଭଙ୍ଗ କରି ଶସ୍ତ୍ର ଉଠାଇବା ପାଇଁ ବିଭତ୍ସ କରିଦେଇଥିଲେ। ଭୀଷ୍ମଙ୍କୁ ନିୟମ ଅନୁସାରେ ଯୁଦ୍ଧ କରି ପରାସ୍ତ କରିବା ଅସମ୍ଭବ ଥିଲା। ଏହି କାରଣରୁ ଶ୍ରୀଖଣ୍ଡୀକୁ ଆଗରେ ରଖି ଅର୍ଜୁନ ଭୀଷ୍ମଙ୍କୁ ବାଣର ଶଯ୍ୟାରେ ଶୁଆଇ ଦେଲେ। ନମ୍ବର 7ରେ ଅଛନ୍ତି ଏକଲବ୍ୟ। ବନ୍ଧୁଗଣ, ଏକଲବ୍ୟ ମହାଭାରତ କାଳର ଏକ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ। ଯେବେ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଏକଲବ୍ୟ ଶିକ୍ଷା ପ୍ରାପ୍ତି ପାଇଁ ଯାଇଥିଲେ, ତେବେ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଶିକ୍ଷା ଦେବା ପାଇଁ ମନା କରିଦେଇଥିଲେ। ଏହାପରେ ଦ୍ରୋଣାଚାର୍ଯ୍ୟଙ୍କୁ ନିଜର ଗୁରୁ ମାନି ଏକଲବ୍ୟ ବଣରେ ଧନୁର୍ବିଦ୍ୟାର ଅଭ୍ୟାସ ଆରମ୍ଭ କରିଦେଲେ। ଯେବେ କୌରବ ଓ ପାଣ୍ଡବଙ୍କ ମଧ୍ୟରୁ କାହାକୁ ବି ଶବ୍ଦଭେଦୀ ବାଣ ଚଳାଇବାର ଆସୁନଥିଲା, ତେବେ ଏକଲବ୍ୟ ନିଜର ଅଭ୍ୟାସ ଦ୍ୱାରା ଶବ୍ଦଭେଦୀ ବାଣ ଚଳାଇବା ଶିଖି ନେଇଥିଲେ। ଏକଲବ୍ୟଙ୍କ ଧନୁର୍ବିଦ୍ୟାକୁ ଦେଖି ଅର୍ଜୁନଙ୍କୁ ଏହା ଲାଗିଲା କି ଏକଲବ୍ୟ ହିଁ ସବୁଠାରୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଅଟନ୍ତି। କିନ୍ତୁ ଦିନେ ଗୁରୁ ଦକ୍ଷିଣା ରୂପରେ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କ ଆଙ୍ଗୁଠି କାଟି ଦେଇଥିଲେ। ଏହାପରେ ଆଙ୍ଗୁଠି ବିନା ଏକଲବ୍ୟ ଧନୁଷରେ ବାଣ ଚଳାଇବା ମଧ୍ୟ ଶିଖି ନେଇଥିଲେ।
ବନ୍ଧୁଗଣ, ଆଧୁନିକ ଧନୁର୍ବିଦ୍ୟାରେ ବୃଦ୍ଧ ଆଙ୍ଗୁଳି ବିନା ବାକି ଆଙ୍ଗୁଠି ମାଧ୍ୟମରେ ମଧ୍ୟ ବାଣ ଚଳାଯାଇ ପାରୁଛି, ଯାହାର ଆବିଷ୍କାର ସର୍ବପ୍ରଥମେ ଏକଲବ୍ୟ ହିଁ କରିଥିଲେ। ଏକଲବ୍ୟ ଏପରି ଶକ୍ତିଶାଳୀ ଥିଲେ କି ଭଗବାନ ଶ୍ରୀକୃଷ୍ଣଙ୍କୁ ଏକଲବ୍ୟଙ୍କ ବଧ କରିବାକୁ ପଡ଼ିଥିଲା। ଏକଲବ୍ୟଙ୍କ ବିଷୟରେ ଶ୍ରୀକୃଷ୍ଣ କହିଥିଲେ କି ଏକଲବ୍ୟଙ୍କ ଆଙ୍ଗୁଠି ଯଦି କଟା ନ ହୁଅନ୍ତା, ତେବେ ଏକଲବ୍ୟ ଦ୍ୱିତୀୟ ପରଶୁରାମ ହୋଇ ଜଙ୍ଗଲରେ ବୁଲି ରୁହନ୍ତା। ଫଳରେ ଦାନବ, ଦେବତା ଓ ନାଗ କେହି ମଧ୍ୟ ତାଙ୍କୁ ପରାସ୍ତ କରିପାରିନଥାନ୍ତେ। କୌଣସି ମନୁଷ୍ୟ ମଧ୍ୟ ତାରି ଆଗରେ ଛିଡ଼ା ହୋଇପାରନ୍ତା ନାହିଁ। ଭଗବାନ ଶ୍ରୀକୃଷ୍ଣ ଯେଉଁ ଧନୁର୍ଦ୍ଧରଙ୍କ ତୁଳନା ପରଶୁରାମଙ୍କ ସହ କରିଛନ୍ତି, ସେ କେତେ ଶକ୍ତିଶାଳୀ ହୋଇଥିବେ ତାହା ଆପଣ ଭାବିପାରୁଥିବେ। ନମ୍ବର 6ରେ ରହିଛନ୍ତି ବର୍ବରିକ। ବନ୍ଧୁଗଣ, ବର୍ବରିକ ଘଟୋତ୍କଚଙ୍କ ପୁତ୍ର ଥିଲେ। ବର୍ବରୀଙ୍କ ପାଖରେ ଏପରି 3 ବାଣ ରହିଥିଲା, ଯାହାରି ଦ୍ୱାରା ସେ ଏକ କ୍ଷଣ ମଧ୍ୟରେ ମହାଭାରତ ଯୁଦ୍ଧକୁ ଶେଷ କରିଦେଇ ପାରିଥାନ୍ତେ। ବର୍ବରୀଙ୍କ 3 ବାଣ ବିଷୟରେ ଜାଣିବା ପରେ ଭଗବାନ ଶ୍ରୀକୃଷ୍ଣ ବଡ଼ ଚିନ୍ତିତ ହୋଇଗଲେ, ଯାହାରି କାରଣରୁ ଶ୍ରୀକୃଷ୍ଣ ଦାନ ସ୍ୱରୂପ ବର୍ବରୀଙ୍କ ମୁଣ୍ଡ ମାଗିନେଲେ। ଏହା ପରଠାରୁ ହିଁ ଖଟୁଶ୍ୟାମ ଦ୍ୱାରା ଏହି ଧରିତ୍ରୀ ପୃଷ୍ଠରେ ବର୍ବରୀଙ୍କ ପୂଜା ହୋଇଥାଏ। ନମ୍ବର 5ରେ ରହିଛନ୍ତି ମେଘନାଦ। ବନ୍ଧୁଗଣ, ରାବଣର ପୁତ୍ର ମେଘନାଦ ମହାବୀର ଥିଲା। ନିଜର ପରାକ୍ରମ ଦ୍ୱାରା ଦେବତାମାନଙ୍କୁ ପରାସ୍ତ କରି ଦେବରାଜ ଇନ୍ଦ୍ରଙ୍କୁ ବନ୍ଦୀ ବନାଇଥିଲା, ଯାହାରି କାରଣରୁ ତାରି ନାମ ଇନ୍ଦ୍ରଜିତ ହେଲା। ମେଘନାଦ ପାଖରେ ବ୍ରହ୍ମାସ୍ତ୍ର, ବୈଷ୍ଣବାସ୍ତ୍ର ଓ ପଶୁପାତ୍ର ଅସ୍ତ୍ର, ଏହି 3 ଅସ୍ତ୍ର ଉପରେ ତାରି ଜ୍ଞାନ ଥିଲା। ଲକ୍ଷ୍ମଣଙ୍କ ସହିତ ଯୁଦ୍ଧରେ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ଉପରକୁ ଏହି 3 ବାଣର ପ୍ରୟୋଗ କରିଥିଲା। ଲକ୍ଷ୍ମଣଙ୍କ ଆଗରେ ବ୍ରହ୍ମାସ୍ତ୍ର ନିଷେଧ ହୋଇଯାଇଥିଲା। ବୈଷ୍ଣବାସ୍ତ୍ର ଓ ପଶୁପାତ ଅସ୍ତ୍ର ଲକ୍ଷ୍ମଣଙ୍କୁ ପ୍ରଣାମ କରି ପଛକୁ ଫେରିଗଲା। କିନ୍ତୁ ଯୁଦ୍ଧ ସମୟରେ ଥରେ ସେ ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ କରିଦେଇଥିଲେ। ନିଜର ନାଗପାଶ ଦ୍ୱାରା ମେଘନାଦ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ବନ୍ଦୀ କରିଦେଇଥିଲେ। ମେଘନାଦ ରାମାୟଣ କାଳର ଏକମାତ୍ର ଯୋଦ୍ଧା ଅଟେ, ଯାହାକୁ ଅତି ବଡ଼ ମହାରଥୀ କୁହାଯାଉଥିଲା। ନମ୍ବର 4ରେ ଅଛନ୍ତି ଲକ୍ଷ୍ମଣ। ବନ୍ଧୁଗଣ, ଶେଷନାଗ ଅବତାର ଲକ୍ଷ୍ମଣ ବଡ଼ ମହାପରାକ୍ରମୀ ଥିଲେ। ଲକ୍ଷ୍ମଣଙ୍କ ରେଖାରେ ଏମିତି ହିଁ ଶକ୍ତି ଥିଲା କି ତାକୁ ରାବଣ ମଧ୍ୟ ପାର କରିପାରୁନଥିଲା। ଲକ୍ଷ୍ମଣ ଏକ ଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ। ରାବଣର ମହାବଳଶାଳୀ ପୁତ୍ର ମେଘନାଦର ବଧ ସେ ହିଁ କରିପାରିଥାନ୍ତା, ଯିଏ 14 ବର୍ଷ ଯାଏଁ ଶୋଇନଥିବ ଏବଂ 14 ବର୍ଷ ଯାଏଁ କୌଣସି ସ୍ତ୍ରୀର ମୁହଁ ଦେଖିନଥିବ। ଏହା ସହିତ 14 ବର୍ଷ ଯାଏଁ ଯିଏ ଭୋଜନ କରିନଥିବ, ସେ ଆଉ କେହି ନୁହଁ, ଲକ୍ଷ୍ମଣ ହିଁ ଥିଲେ। ଲକ୍ଷ୍ମଣ ହିଁ ମେଘନାଦର ବଧ କରିଥିଲେ। ରାବଣର ପୁତ୍ର ଅତିକାୟର ବଧ ମଧ୍ୟ ଲକ୍ଷ୍ମଣ ହିଁ କରିଥିଲେ। ଯୁଦ୍ଧ ସମୟରେ ଥରେ ଲକ୍ଷ୍ମଣ ନିଜର ବାଣ ମାଧ୍ୟମରେ ରାବଣକୁ ମୂର୍ଚ୍ଛିତ ମଧ୍ୟ କରିଦେଇଥିଲେ। ନମ୍ବର 3ରେ ରହିଛନ୍ତି କର୍ଣ୍ଣ। ବନ୍ଧୁଗଣ, ସୂର୍ଯ୍ୟପୁତ୍ର କର୍ଣ୍ଣ ମହାଭାରତ କାଳର ଏପରି ଏକ ଯୋଦ୍ଧା ଥିଲେ, ଯାହାରି ପାଖରେ ଏପରି ଏକ ଦିବ୍ୟ କବଚ ଓ କୁଣ୍ଡଳ ଥିଲା, ଯାହାକୁ କୌଣସି ବି ଅସ୍ତ୍ରରେ ତାକୁ ଭେଦା ଯାଇପାରିବ ନାହିଁ। ଏହି କାରଣରୁ ଯୁଦ୍ଧ ପୂର୍ବରୁ ଦେବରାଜ ଇନ୍ଦ୍ର ଛଳପୂର୍ବକ କର୍ଣ୍ଣଙ୍କଠାରୁ କବଚ ଓ କୁଣ୍ଡଳ ଛଡ଼ାଇ ଆଣିଥିଲେ। କିନ୍ତୁ କବଚ ଓ କୁଣ୍ଡଳ ବିନାରେ ମଧ୍ୟ କର୍ଣ୍ଣ ମହା ଶକ୍ତିଶାଳୀ ଥିଲେ। ଅନ୍ତିମ ଯୁଦ୍ଧରେ ଯେବେ କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଆମ୍ନାସାମ୍ନା ହୋଇଥିଲା, ତେବେ କର୍ଣ୍ଣ ହିଁ 11 ଥର ଅର୍ଜୁନଙ୍କ ଗାଣ୍ଡିବ ଧନୁଷର ପ୍ରତ୍ୟଞ୍ଚାଙ୍କୁ ଛିଡ଼ାଇ ଦେଇଥିଲେ। ଅର୍ଜୁନଙ୍କ ବ୍ରହ୍ମାସ୍ତ୍ରକୁ କର୍ଣ୍ଣ ନିଜର ସାଧାରଣ ବାଣ ଦ୍ୱାରା ହିଁ କାଟି ଦେଇଥିଲେ। ଏହି ଯୁଦ୍ଧରେ କର୍ଣ୍ଣ ନିଜର ସର୍ପମୋହ ବାଣରେ ଅର୍ଜୁନଙ୍କୁ ଲଗଭଗ ମାରି ହିଁ ଦେଇଥିଲେ। ଯଦି ଭଗବାନ ଶ୍ରୀକୃଷ୍ଣ ସେତେବେଳେ ଅର୍ଜୁନକୁ ରକ୍ଷା ନ କରନ୍ତେ, ତେବେ ଅର୍ଜୁନ ନିଶ୍ଚୟ ମାରା ଯାଇଥାନ୍ତେ। ଯେଉଁ ସମୟ ପର୍ଯ୍ୟନ୍ତ କର୍ଣ୍ଣଙ୍କ ହାତରେ ଅସ୍ତ୍ର ରହିଥିଲା, ତେବେ ସେହି ସମୟ ଯାଏଁ କର୍ଣ୍ଣଙ୍କୁ କୌଣସି ପ୍ରକାରରେ ପରାସ୍ତ କରାଯାଇପାରିବ ନାହିଁ। ଫଳରେ ଅର୍ଜୁନଙ୍କୁ ଛଳପୂର୍ବକ କର୍ଣ୍ଣଙ୍କ ବଧ କରିବାକୁ ପଡ଼ିଥିଲା। ନମ୍ବର 2ରେ ଅଛନ୍ତି ଭଗବାନ ଶ୍ରୀରାମ। ବନ୍ଧୁଗଣ, ଭଗବାନ ଶ୍ରୀରାମ ବିଷ୍ଣୁଙ୍କ ଅବତାର ଥିଲେ। ଫଳରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଶକ୍ତିର କୌଣସି ଅନ୍ତ ନଥିଲା। ସ୍ୱୟଂବରରେ ଯେବେ ଭଗବାନ ଶ୍ରୀରାମ ଧନୁଷରେ ପ୍ରତ୍ୟଞ୍ଜା ଚଢ଼ାଇବା ପାଇଁ ଯାଇଥିଲେ, ତେବେ ତାଙ୍କରି ଶକ୍ତି ମାଧ୍ୟମରେ ଶିବଧନୁଷ ଭାଙ୍ଗି ଯାଇଥିଲା। ଏପରି କୌଣସି ଶସ୍ତ୍ର ନଥିଲା ଯାହା ଶ୍ରୀରାମଙ୍କ ପାଖରେ ନଥିଲା। ଯେବେ ସମୁଦ୍ର ମାଧ୍ୟମରେ ଲଙ୍କା ଯିବା ପାଇଁ ଶ୍ରୀରାମଙ୍କୁ ସମୁଦ୍ର ମାର୍ଗ ଦେଇନଥିଲା, ତେବେ ଭଗବାନ ଶ୍ରୀରାମ ନିଜର ବାଣରେ ସମୁଦ୍ରକୁ ଶୁଖାଇବା ପାଇଁ ବିଚାର କଲେ। ଫଳରେ ରାମଙ୍କୁ ଧନୁଷରେ ବାଣକୁ ରଖିବା ଦେଖି
ସମୁଦ୍ର ମଧ୍ୟ ଭୟଭୀତ ହୋଇ ତାଙ୍କ ଆଗରେ ପ୍ରକଟ ହୋଇଗଲେ। ଶ୍ରୀରାମ ନିଜର ବାଣ ସାହାଯ୍ୟରେ କୁମ୍ଭକର୍ଣ୍ଣ ଓ ରାବଣ ପରି କେତେକ ରାକ୍ଷସଙ୍କ ବଧ କରି ତାଙ୍କୁ ଯମଲୋକକୁ ପଠାଇ ଦେଇଥିଲେ। ନମ୍ବର 1ରେ ରହିଛନ୍ତି ଦେବକାଦେବ ମହାଦେବ। ବନ୍ଧୁଗଣ, ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଓ ଧନୁର୍ବେଦର ସୃଷ୍ଟି ମହାଦେବ ଶିବଙ୍କ ଠାରୁ ହିଁ ହୋଇଛି। ମହାଦେବ ହିଁ ସୃଷ୍ଟିର ଆରମ୍ଭ ଏବଂ ମହାଦେବ ହିଁ ସୃଷ୍ଟିର ଅନ୍ତ ଅଟନ୍ତି। ମହାଦେବଙ୍କ ଶକ୍ତି ଅନନ୍ତ ଅଟେ। ମହାଦେବ ଏକ କ୍ଷଣ ମଧ୍ୟରେ କାହାର ବି ବିନାଶ କରିଦେଇ ପାରିବେ। ଏହି କାରଣରୁ ସେ ହିଁ ସର୍ବଶ୍ରେଷ୍ଠ ଅଟନ୍ତି। ବନ୍ଧୁଗଣ, ଆପଣଙ୍କ ଏହି ବିଷୟରେ କ'ଣ କହିବା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଯଦି ଏହି କାହାଣୀଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଲାଇକ୍ କରି ଆମରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।